আরম্ভ করিদি তো মায়াবতীর প্রতিশোধটা তো মহারানী স্বর্ণপ্রভা উপরে। মহারানী স্বর্ণপ্রভা ତମେ କିଏ? ତମକୁ ମୁଁ ଜାଣିନି। ତମେ କାହିଁକି ମୋ ପଛରେ ଆସିଛ? ପ୍ରଥମରେ କହିଲି ମୁଁ ହେଉଛି ଆପଣଙ୍କ ସ୍ୱର୍ଣ୍ଣଗଡ଼ର ନବନିଯୁକ୍ତ ସେନାପତି ବିକ୍ରମ ବଳିଆର। ଦେଖ ମୁଁ ତମକୁ ହାତ ଯୋଡୁଛି, ନେର ହଉଛି ମୋ ଯିବା ପାଖରେ ମତେ ଦିଅ। ଧର ମାମୁଁ, ଧର ସେ ଛୁଆକୁ। ମହାରାଣୀ ସ୍ୱର୍ଣ୍ଣପ୍ରଭା, ତମ ରାଜା ଯେମିତି ମୋ ପ୍ରେମିକା ମାୟାବତୀକୁ ନିଜ କରି ନେଇଛି, ମୁଁ ଆଜି ତମକୁ ଛାଡ଼ିବିନି ମହାରାଣୀ। ତମକୁ ଆଜି ଏଠି ପ୍ରତିଶୋଧ ନେବି, ପ୍ରତିଶୋଧ। ଆସ ଆସ ମହାରାଣୀ। সর্বনাশ মামু, সর্বনাশ। মহারানী স্বর্ণপ্রভাটা অথଳ ସାଗର ମଧ୍ୟକୁ ଡେଇଁ ପଡ଼ିଲେ, ଆଉ ସବୁଦିନ ପାଇଁ ସର୍ବନାଶ। ଆରେ ଭଣଜା, ଏବେ କଣ କରିବା? ମନ କରିବା ରାଣୀ ସ୍ୱର୍ଣ୍ଣପ୍ରଭାଟା ଅଥଳ ସାଗର ମଧ୍ୟକୁ ଡେଇଁ ପଡ଼ି ସବୁଦିନ ପାଇଁ ସର୍ବନାଶ ହେଇଯାଇଛନ୍ତି। ସ୍ୱର୍ଗକୁ ଚାଲିଗଲେ। ଦିଅ ସେ ଛୁଆକୁ, ତାକୁ ମଧ୍ୟ ଏଠି ଶେଷ କରିଦେବି। ନା ଭଣଜା, ମୁଁ ଏଇ କଅଁଳା ଶିଶୁଟା କି ଦୋଷ କରିଛି ଯେ ମୁଁ ତମ ହାତକୁ ମୁଁ ଟେକି ଦେବି? ପ୍ରତିଶୋଧ ନେବୁ, ପ୍ରତିଶୋଧ। ଭଣଜା, ପ୍ରତିଶୋଧର ନିଆଁରେ ମୋ ଅନ୍ତର ଜଳୁଛି। ଦିଅ ସେ ଛୁଆକୁ, ନା ଭଣଜା, ତାକୁ ମଧ୍ୟ ଏଠି ଶେଷ କରିଦେବି। ନ ରହିବ ବାଉଁଶ, ନ ବାଜିବ ବାଂଶୁରୀ। ଏ ଛୁଆ ଦିନ ବଡ଼ ହେବ, ଆଉ ବଡ଼ ହେଲେ ମୋର କଣ୍ଟା ସାଜିବ, କଣ୍ଟା। ତେଣୁ ଦିଅ ତାକୁ। ଭଣଜା, ଏ ଛୁଆର କଥା ମତେ ତୁ ଛାଡ଼ିଦେଲି, ତାର କଥା ମୁଁ ବୁଝିବି। ହଁ ଭଣଜା, ଏ କଅଁଳା ଶିଶୁ କଣ ଦୋଷ କରିଛି? କଅଁଳା ଶିଶୁର ସିନା ଦୋଷ ନିବ, ତା ବାପା ଭାନୁ ପ୍ରତାପ ଦୋଷ କରିଛି। ବାପାର ଦୋଷଟା ପୁଅ ସୁଝିବ। ଯେମିତି ବାପ ଖାଇଥିବା ଋଣକୁ ପୁଅ ସୁଝେ, ଠିକ ସେପରି ରାଜା ଭାନୁ ପ୍ରତାପର ଦୋଷକୁ ଏ ପୁଅ ନିଶ୍ଚୟ ଗ୍ରହଣ କରିବାକୁ ବାଧ୍ୟ। ଆରେ ଭଣଜା, ଏ କଅଁଳା ଶିଶୁକୁ ମୁଁ ନେଇ ନଦୀ ସାଗରରେ ମୁଁ ବୁଡ଼େଇ ଦେବି, ତା କଥା ମୁଁ ବୁଝିବି। ଦେଖ ମାମୁଁ, ମୁଁ ବର୍ତ୍ତମାନ ଆସୁଛି। ହଁ ଭଣଜା, ଏ ଛୁଆକୁ ସବୁଦିନ ପାଇଁ ଏଠାରେ। ହଁ ଭଣଜା, ତାର କଥା ମୁଁ ବୁଝୁଛି। କଣ ଏ କଅଁଳା ଶିଶୁକୁ ମୋ ଭଣଜା ବିକ୍ରମର ହାତରେ ମୁଁ ଟେକି ଦେବି? ସେ କଣ ଜୀବନରୁ ମାରିଦେବେ? ନା, ଲୋକେ କାନ୍ଦେ ନା ରେ ଧନ, କାନ୍ଦେ ନା।
କାନ୍ଦେ ନା ଲୋକେ କହନ୍ତି ସ୍ତ୍ରୀ ହତ୍ୟା ବାଲକ ହତ୍ୟା। ଏଇ ବାଲକକୁ ଆମେ ମାରିଦେବା, ବାଲକ ହତ୍ୟା ଲାଗିଯିବ। ନା, ମୁଁ ସେଇ ରାଜା ପାଖକୁ ମୁଁ ପହଞ୍ଚିଯିବି। ପରିଭୂଷଣ ହୋଇଥିବା ଦୃଶ୍ୟରେ ଅତ୍ୟନ୍ତ ଖୁସି ହୋଇ ଏବେ ମୁଁ କଣ କରିବି? ମୁଁ କୁଆଡ଼େ ଯିବି? କାହା ପାଖକୁ ଯିବି? ହେଲେ ମୋ କୋଳରେ ପଡ଼ାଇ ଶିଶୁ ସନ୍ତାନ କେମିତି ବା ମୁଁ ଭ୍ରୂଣ ହତ୍ୟା କରିବି? ନାଇଁ ରେ ଧନ, ନାଇଁ, ତତେ ଜରାଜ କହିବା ଆଗରୁ ମୁଁ ତତେ ପିତୃର ପରିଚୟ ଦେବି ରେ ଧନ, ପିତୃର ପରିଚୟ ମୁଁ ଦେବି। ହେଲେ ମୁଁ କୁଆଡ଼େ ଯିବି? ମୁଁ ପରା ବାନ୍ଧି ହେଇ ରହିଯାଇଛି ଯେ ଦୋ ଛକ ରାସ୍ତା କଡ଼ରେ। ନା ମୁଁ ଏ ଆଡ଼କୁ ଯାଇପାରୁଛି, ନା ମୁଁ ସେ ଆଡ଼କୁ ଯାଇପାରୁଛି। ଏ ଧନ, ତୁ କାନ୍ଦନା ରେ ଧନ, କାନ୍ଦନା। ମୁଁ ଆଜି ତତେ ଗୀତ କହି ମୋ କୋଳରେ ଶୁଆଇବି ରେ ଧନ, ଶୁଆଇ ଦେବି।
तू बिना नाही रे मो तू बिना नाही रे मो तू रे बंधा मो रे बंधा तू रे बंधा तू हे धना तू कांदना रे तू कांदना ହେଲେ ମୁଁ କଣ କରିବି ଏ ଶିଶୁ ସନ୍ତାନ ଧରି ମୁଁ କୁଆଡ଼େ ଯିବି କାହା ପାଖକୁ ଯିବି କାହା ପାଖକୁ ଯିବି ମୋତେ ଟିକେ କିଏ ସାହାରା ଦିଅ ମୁଁ ତୁମକୁ ସହାରା ଦେବି ମଣିମା ହଁ ମାୟା ମୁଁ ତୁମକୁ ସ୍ତ୍ରୀର ମର୍ଯ୍ୟାଦା ଦେଇ ତୁମ କୋଳରେ ଥିବା ସେଇ ସନ୍ତାନକୁ ପିତୃ ପରିଚୟ ଦେବି ମଣିମା ମଣିମା ନୁହଁ କୁହ ମହାରାଜ ମହାରାଜ ଆପଣ ସତରେ ହତ ଭାଗିନୀ ମାୟାକୁ ନାଇଁ ମାୟା ନାଇଁ ତୁମେ ହତଭାଗିନୀ ନୁହଁ ବରଂ ମୁଁ ଗୋଟାଏ ହତଭାଗ୍ୟ ଆଉ ଏମିତି ଗୋଟାଏ ହତଭାଗ୍ୟ ଯେ ଏ ବିଶାଳ ସ୍ୱର୍ଣ୍ଣଗଡ଼ରେ ଅଚଳାଚଳ ସମ୍ପତ୍ତି ଥାଇ ମୁଁ କେବେ ବି ଖୁସି ନୁହଁ କାରଣ ବିନା ମେଘରେ ଏଠି ବଜ୍ରପାତ ହେଉଛି ବଜ୍ରପାତ ହେଇ ବର୍ଷା ହେବାର ସମ୍ଭାବନା ନଥିଲେ ବି ଅସାର ଏ ବର୍ଷା ଆସି ଏ ରାଗ ମହରଟାକୁ କେମିତି ନିସ୍ତବ୍ଧ କରିଦେଇଛି ଥାଉ ମଣିମା ଥାଉ ସେ ଗଲା କଥାକୁ ଆପଣ ମନେ ପକାନ୍ତୁନି ଆଉ ତମେ ଠିକ କହିଛ ମାୟା ଗତ କଥାକୁ ମନେ ପକାଇ ମୁଁ ନିଜକୁ କଷ୍ଟ ଦେବି କାହିଁକି ବରଂ ଆଗାମୀ ସୂର୍ଯ୍ୟୋଦୟ ପାଇଁ ମୁଁ ନିଜକୁ ନିଜେ ପ୍ରସ୍ତୁତ କରିବି ବର୍ତ୍ତମାନ ତୁମେ ଯାଅ ରାଣୀ ହଂସପୁରକୁ ତାପରେ ସ୍ୱର୍ଣ୍ଣପ୍ରଭା ଛାଡ଼ି ଯାଇଥିବା ସମସ୍ତ ଅଳଙ୍କାର ପରିଧାନ କରି ଆସିବ ତାପରେ ମଣିମା ଠିକ ଅଛି ମଣିମା ମହାରାଜ ଏଥର ଶିଶୁ ସନ୍ତାନକୁ ଆପଣ କୋଳରେ ନିଅନ୍ତୁ ମୁଁ ଯାଇ ଆପଣଙ୍କ ରାଣୀ ହଂସପୁରକୁ ଯାଇ ସେଇ ସୁବର୍ଣ୍ଣ ଅଳଙ୍କାର ଯାକ ପିନ୍ଧି ମୁଁ ଆପଣଙ୍କ ପାଖକୁ ଶୀଘ୍ର ଆସୁଛି ନିଅନ୍ତୁ ମହାରାଜ कांदना रे धनो कांदना अरे वो गेला महाराज हरि बोलो हेले मैं रानी माँ को पाइलु नहीं महाराज ये शिशु पुत्र को रास्ता रे ଶୋଇ ଦେଇଥିଲେ ତାକୁ ମୁଁ ଉଠେଇ ଆଣିଛି ମହାରାଜ ମୋ ପୁଅ ସୂର୍ଯ୍ୟ ହଁ ମହାରାଜ ତାହେଲେ ରାଣୀ ସ୍ୱର୍ଣ୍ଣପ୍ରଭା କୁଆଡ଼େ ଗଲା ହରି ବୋଲ କିଛି ଆମେ ତାର ଖୋଜ ଖବର କିଛି ପାଇଲୁନି ମହାରାଜ ହରି ବୋଲ ମହାରାଜ ସେଦିନ ସେ କହିକି ଯାଇଛି ସୂର୍ଯ୍ୟ ପୂର୍ବ ଦିଗ ପରିବର୍ତ୍ତେ ପଶ୍ଚିମ ଦିଗରେ ଉଦୟ ହେଲେ ମଧ୍ୟ ସେ ଆଉ ଏ ଘରକୁ ଫେରିବନି ସେ ଯାଉ ମୋ ବଂଶର ଅଲିଭା ପ୍ରଦୀପ ମୋ ସୂର୍ଯ୍ୟ ମୋ ପାଖରେ ମହାରାଜ ଏ ବଂଶର ଉତ୍ତରଦାୟକ ମୋ ପାଖରେ ମହାରାଜ ମୁଁ ଆପଣଙ୍କର ଋଣ ଖାଇଥିଲି ତ ମୁଁ ଆପଣଙ୍କ ଋଣ ସୁଝିବି ମହାରାଜ ହରି ବୋଲ ମହାରାଜ ତୁମେ ଯାଅ ସେପଟେ ଅନ୍ୟ କାର୍ଯ୍ୟରେ ଲାଗି ପଡ଼ ହଁ। ଯାଅ
हे करुणा बारिधि विश्व नियंता सृष्टिकर्ता प्रभु नारायण तुमर ए सुंदर सृष्टि रे मते स्थान देइछ प्रभु विशाल स्वर्णगढ़ को आउ ए विशाल स्वर्णगढ़ परिचालक भावरे तुमे मते टेकी देइछ ए विशाल साम्राज्य आउ ए विशाल साम्राज्य रे परिचालक होई परिचालन करिबारे जदि मोर त्रुटि थाए तेबे तुमे मते क्षमा करिदेव प्रभु क्षमा करिदेव ସ୍ୱର୍ଣ୍ଣଗଡ଼ ରାଜସିଂହାସନ ଆଜି ନହେଲେ ବି କାଲି ମୋର ହେବ ଏ ସ୍ୱର୍ଣ୍ଣଗଡ଼ ରାଜସିଂହାସନ ଆଉ ସେଥିପାଇଁ ମୁଁ ଆରମ୍ଭ କରିବି ଏକ ନୂଆ କାହାଣୀ वर्तमान मो प्रेमिका मायावती स्वर्णगढ़ महाराणी हो सारी मायाई प्रेम करवा कौन पाप भल पाइबा कौन भूल मु ते प्रेम करी कौन भूल करिछि तू मत चिन्ह पारिलुनी माया तू मत चिन्ह पारिलुनी हेले चिन्हबू एथर ए विक्रम बलियार हाँ माया चिन्हबू एथर ए विक्रम बलियार कही जाइए मत शीघ्र हेले मु आसी स्वर्णगढ़ राजमहल में पहुंची गली हेले तांके पर्यंत कुआरे जाइछन्ति आसी नहीं महाराज आसला पर्यंत मत अपेक्षा करने को पड़ो हाँ हाँ मत अपेक्षा करने को पड़ो नमस्कार महारानी नमस्कार किए किए मो हेउछि ए स्वर्णगढ़ सेनाध्यक्ष विक्रम बलिया
चिन्ह मोह चिन्नाके चिन्ह बखली अधर तीर साथी से 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 अधर तीर साथी माया ए तमे मते दिने भलो पाइथिलो भलो पाई मो सहित संसार करबाकू कथा देइथिलो हेले हेले मु की दोष करिथिले तुमर मते प्रतारणा करी तमे अन्य का हाथ धरिले कह माया खाली तमे गपी चलबो ना कलंक भली कथा कह मो कथा टिके शुणिबाकू चेष्टा कर माया मु पागल हो जाइछि दिने दिने तो मो पादर पाउची ऋणु छुणु शब्दरे मु पागल हो जाइछि आज आज तमर अनुपस्थिति बोते पागल करी देइछि माया पागल करी देइछि विक्रम मुए सब बाध्य होई परिस्थिति रे पड़ी मुए सब करबाकू बाध्य हेछि परिस्थिति हाँ विक्रम एमिति की प्रकार परिस्थिति आजिला जे तमे बोते पर करी राजार रानी हेई जाइछो आजी कुह माया एमिति की परिस्थिति आसिला तमकू तमे ए अधा रातिर साथी को पर करी आजी आजी अन्य काहर स्त्री हेई जाइछो माया धन्य तुम नारी जाति इच्छा बोले सृष्टि करी पारो समाज प्रलय तम नारी मानक पई कहार संसार भांगी जाए तो कहार संसार आगकू सुनार संसार होई उठे ए माया धन्य तोते नारी तोते किए कला तियारी से जदि मो पाखर थरे देखा हुंता ताको मु नमस्कार करती सहे मुंडिया मारी धन्य तू नारी कौन तुमको विश्वास होनी ताले भांगी दिया मो हातर शंखा पछी दिया मो हातर सिंदूरा तमे सत कहूछ हाँ विक्रम हाँ पूर्व भली आज भी तम मनरे मोते जागा देइछ हाँ विक्रम तमे सत कहूछ हाँ ताहेले ताहेले एबे एठी तम मथार सिंदूर पोछि देबी ओहो तम हातर शंखा भांगी देबी मु देबी तम मथारे सिंदूर आउ देबी हातरे शंखा
ସବୁଦିନ ପାଇଁ ତମକୁ ମୁଁ ମୋ ନିଜର କରିବି ମାୟା, ନିଜର କରିବି। ଓହୋ ଆଜି ନୁହଁ ବିଗ୍ରହ, ଆଜି ନୁହଁ, ଯୋଉଦିନ ରାଜା ଭାନୁ ପ୍ରତାପ ଶେଷ ଅନ୍ତିମ ଯାତ୍ରା ହେବ ସେଇଦିନ ତମେ ମୋ ହାତରେ ଶଙ୍ଖ ଭାଙ୍ଗିବ, ମଥାରେ ସିନ୍ଦୁର ତମେ ହିଁ ଦେବ। ମାନେ ହଁ ତମେ କହୁଛ ଯୋଉଦିନ ରାଜା ଭାନୁ ପ୍ରତାପ ବୃଦ୍ଧାବସ୍ଥାରେ ପରିଣତ ହେଇ ତାଙ୍କର ଅନ୍ତିମ ଯାତ୍ରା ହବ ହଁ ବିଗ୍ରହ, ସେଦିନ ମୁଁ ତମକୁ ସିନ୍ଦୁର ଦେବି। ହଁ ହେଲେ ଆଜି ପାଇଁ ତମର ଆମର ପ୍ରେମ ସମ୍ପର୍କ ଗୁପ୍ତରେ ରହିବ। ମାନେ ତମେ କହୁଛ ତମର ଆଉ ମୋର ସମ୍ପର୍କ ରହିବ ଗୁପ୍ତରେ? ହଁ ବିଗ୍ରହ, ତମେ ସତ କହୁଛ? ହଁ ବିଗ୍ରହ, ସେଦିନ ଯେମିତି ମତେ ଠକି ଦେଇ ଚାଲି ଯାଇଥିଲ, ଆଜି ବି ତମେ ଅଭିନୟ କରୁନ ତ ମାୟା? ନାଇଁ ବିଗ୍ରହ, ଯଦି ତମକୁ ବିଶ୍ୱାସ ହୁଏ ହେଲେ ମାୟା, ତମେ ଯଦି ପ୍ରକୃତରେ ମତେ ପୂର୍ବ ପରି ଭଲ ପାଉଥାଅ ତାହେଲେ ମୁଁ ପ୍ରତିବାଦ କରିବି କାହିଁକି? ବିଗ୍ରହ, ଆସ ଆସ, ତମର ଆଉ ମୋର ପୂର୍ବର ସେଇ ମିଳନ ରାତିକୁ ଥରେ ମନେ ପକେଇବା। ଠିକ ଅଛି ବିଗ୍ରହ, ଠିକ ଅଛି। ତାହେଲେ ଆସ।